ଜୟ ଜଗନ୍ନାଥ ନମସ୍କାର। ଆପଣମାନେ ଖାଇ ବସିଲା ବେଳେ ପ୍ରଥମରେ ଲୁଣ ଦିଅନ୍ତି। ପ୍ରଥମରେ ଲୁଣକୁ ବ୍ୟବହାର କରାଯାଏ। କାହିଁକି? ଲୁଣ ଦେଲେ କ'ଣ ହୁଏ, ନଦେଲେ କ'ଣ ହୁଏ? ପ୍ରଥମରେ ଲୁଣ କାହିଁକି ବ୍ୟବହାର କରାଯାଏ? ଦିଅନ୍ତି ନା ଲୁଣ ପ୍ରଥମରେ? ଯଦି ନ ଦେଉଥିବେ ନା ଆଜିଠୁ ଦେବେ। କାରଣ ପ୍ରତ୍ୟେକ ନାରୀ ବା ପ୍ରତ୍ୟେକ ଘରର ବୋହୂର ବାପ ଘରକୁ ଯଦି ପ୍ରଶଂସା କରାଯାଏ, ସେ ବୋହୂ ମନଟି ବହୁତ ଆନନ୍ଦ ହେଇଯାଏ। ତା ଶାଶୁ ଶ୍ୱଶୁର, ତା ସ୍ୱାମୀ ଯଦି ସେ ବୋହୂର ବାପ ଘରକୁ ପ୍ରଶଂସା କରନ୍ତି, ତା ମନ ଏତେ ଆନନ୍ଦ ହୋଇଯାଏ, ସେ ବୋହୂର କର୍ତ୍ତବ୍ୟ ସହିତ ଆଉ 2 ଗୁଣ କାମ ଅଧିକା କରିଦିଏ। କାହିଁକି ନା ଖୁସି ହେଇଯାଏ। ସେମିତି ଜଣେ ନାରୀ ମା ଜଗତର ଅନ୍ନଦାତ୍ରୀ, ପଡ଼ିଦାତ୍ରୀ, 52 କୋଟି ଭଣ୍ଡାରର ରାଣୀ ମା ଲକ୍ଷ୍ମୀ। କାହା ଘର ଝିଅ? ନା ସମୁଦ୍ର ରାଜା ବରୁଣଙ୍କର କନ୍ୟା, ପ୍ରଭୁ ନାରାୟଣଙ୍କର ଧର୍ମପତ୍ନୀ। ସେ ତ କାହା ଘରର ବୋହୂ ନା। ତେଣୁ ଖାଇବା ପୂର୍ବରୁ ଲକ୍ଷ୍ମୀଙ୍କର ବାପଘର ସମ୍ପତ୍ତି ହେଉଛି ଲୁଣ। ସେ ଲୁଣକୁ ଯଦି ଦିଆଯାଏ, ତାହେଲେ ଲକ୍ଷ୍ମୀ ଚିନ୍ତା କରନ୍ତି, ମୋ ବାପ ଘରକୁ ସମ୍ମାନ ଦେଲେ, ମୋ ବାପଘରର ପ୍ରଶଂସା କଲେ। ସେଇଥିପାଇଁ ମା ଲକ୍ଷ୍ମୀ ତାପରେ ସନ୍ତୁଷ୍ଟ ହୋଇ ତା ଘରକୁ ଯିବା ଆସିବା କରନ୍ତି। ଅର୍ଥାତ୍ ଧନଧାନ୍ୟରେ ଭରପୁର ହେଇଯାଏ ତା ଘର। ତେଣୁ ସବୁବେଳେ ମନେ ରଖିବା ଆଜ୍ଞା, ଖାଇବା ପୂର୍ବରୁ ଆଗ ଲୁଣ ରଖିବେ, ଖାଇବା ପରେ ନୁହଁ, ଖାଇବା ମଝିରେ ନୁହଁ, ଖାଇବା ପୂର୍ବରୁ ଆଗ ଲୁଣ ଦେବେ। ମାନିଲେ ଆମର ମଙ୍ଗଳ ହେବ, ଆମ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହେବ। ଜୟ ଜଗନ୍ନାଥ ନମସ୍କାର।